মধু নাম, মিঠা নাম, অতি প্রিয় নাম যিশুଙ୍କ নাম। পাপ শাপ করে দূর যিশুଙ୍କ নাম, ସବୁ ଭୟ করে দূর ମୋ ଯୀଶୁ ନାମ। প্রিয় শ্রোতা বন্ধু, প্রভু শ্রীখ্ରୀষ্টଙ୍କ মহୋନ୍ନତ ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ଯୋହନ ଲିଖିତ ସୁସମାଚାର 17 ଅଧ୍ୟାୟର ପ୍ରଥମ ପଦରେ ଆମେ ଏହିପରି ପାଠ କରୁ। ଯୀଶୁ ଏହି ସମସ୍ତ କଥା କହି ସ୍ୱର୍ଗ ଆଡ଼େ ଉର୍ଦ୍ଧ୍ୱ ଦୃଷ୍ଟି କରି କହିଲେ, ପିତା, ସମୟ ଉପସ୍ଥିତ ହେଲାଣି। ତୁମ୍ଭର ପୁତ୍ରଙ୍କୁ ମହିମାନ୍ୱିତ କର, ଯେପରି ପୁତ୍ର ତୁମ୍ଭଙ୍କୁ ମହିମାନ୍ୱିତ କରନ୍ତି। ପବିତ୍ର ବାଇବଲରେ ଏହି ଅଧ୍ୟାୟ ପ୍ରଭୁଙ୍କ ପ୍ରାର୍ଥନା ତଥା ପ୍ରଭୁ ଯୀଶୁଙ୍କ ମହାଯାଜକୀୟ ପ୍ରାର୍ଥନା ରୂପେ ପରିଗଣିତ। ମହାଯାଜକ ଆପଣ ଲୋକମାନଙ୍କ ନିମନ୍ତେ ଈଶ୍ୱରଙ୍କ ସମ୍ମୁଖରେ ପ୍ରାର୍ଥନା କରନ୍ତି। ଯେଉଁମାନେ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରି ତାହାଙ୍କୁ ପ୍ରଭୁ ଓ ତ୍ରାଣକର୍ତ୍ତା ରୂପେ ଗ୍ରହଣ କରନ୍ତି, ସେମାନେ ପରିତ୍ରାଣ ପ୍ରାପ୍ତ ହୁଅନ୍ତି ଏବଂ ଖ୍ରୀଷ୍ଟଙ୍କ ଶିଷ୍ୟ ହୋଇଯାଆନ୍ତି ଓ ସ୍ୱର୍ଗର ଅଧିକାରୀ ହୁଅନ୍ତି। ଯେଉଁମାନଙ୍କ ନିମନ୍ତେ ପ୍ରଭୁ ପ୍ରାର୍ଥନା କରନ୍ତି, ଆପଣା ଲୋକଙ୍କ ଦୋଷ, ଦୁର୍ବଳତା ଓ ବିଫଳତାକୁ ଜାଣି ସୁଦ୍ଧା ସେମାନଙ୍କୁ ଈଶ୍ୱରଙ୍କ ଯୋଜନାରେ ଅନ୍ତର୍ଭୁକ୍ତ କରି ସେମାନଙ୍କ ନିମନ୍ତେ ସେ ପ୍ରାର୍ଥନା କରନ୍ତି। ସେ ସେମାନଙ୍କର ଆତ୍ମିକ ଆଶୀର୍ବାଦ ଓ ବୃଦ୍ଧି ନିମନ୍ତେ ପ୍ରାର୍ଥନା କରନ୍ତି। ଯେଉଁମାନେ ବିଶ୍ୱାସ କରନ୍ତି ଯେ ସେ ସେମାନଙ୍କ ନିମନ୍ତେ ସ୍ୱର୍ଗସ୍ଥ ସହାୟକ ଅଟନ୍ତି, ଏହା ସେମାନଙ୍କୁ ଆଶ୍ୱାସନା ଦିଏ। ଅନେକ ଆଜି ତାହାଙ୍କୁ ମହାଯାଜକ ଭାବେ ସ୍ୱର୍ଗସ୍ଥ ସହାୟକ ରୂପେ ଅନୁଭବ କରିଛନ୍ତି। ତେବେ ତାହାଙ୍କୁ ଆପଣଙ୍କ ମହାଯାଜକ ଭାବେ ଓ ଆପଣଙ୍କ ନିମନ୍ତେ ସ୍ୱର୍ଗସ୍ଥ ସାହାଯ୍ୟକାରୀ ରୂପେ ଗ୍ରହଣ କରିବେ ନାହିଁ କି?